ସମସ୍ତଙ୍କୁ ପରେ ନମସ୍କାର ଜୟ ଜଗନ୍ନାଥ। ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ପ୍ରିୟଙ୍କାକୁ। ଆଜି ଆମେ 2022ରେ ପଢ଼ିଥିବା ସ୍ପେଶାଲ OTETର ଯେଉଁ ପେପର୍ 1ରେ କ୍ୱେଶ୍ଚନ୍ ଆସିଥିଲା ସୋସିଆଲ ସାଇନ୍ସର କିଛି କ୍ୱେଶ୍ଚନ୍ ଡିସ୍କସନ୍ କରିବା ଥିଓରି ପାର୍ଟର। ଠିକ୍ ଅଛି, ଚାଲନ୍ତୁ କାଳ ବିଳମ୍ବ ନ କରିକି ଆଜିର ସେସନ୍ଟି ଷ୍ଟାର୍ଟ କରିବା। ନମ୍ବର 1 କ୍ୱେଶ୍ଚନ୍କୁ ଆମେ ଯିବା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରୋଜେକ୍ଟ ହୋଇନଥିବା ଏକ ଶିକ୍ଷାଦାନ ଉପକରଣ, ମାନେ ନନ୍ ପ୍ରୋଜେକ୍ଟେଡ୍, ଯେଉଁଟାକି ଆମେ ପ୍ରୋଜେକ୍ଟରେ ଦେଖାଇ ପାରିବା ନାହିଁ। କେଉଁଟା ଦେଖାଇ ପାରିବା ନାହିଁ ଦେଖନ୍ତୁ, ଗୋଟେ ନେଗେଟିଭ୍ ଥିବ ନା। ଏଠି ଦେଖନ୍ତୁ ଚଳଚ୍ଚିତ୍ର ଷ୍ଟ୍ରିପ୍ ବା ଫିଲ୍ମ ଷ୍ଟ୍ରିପ୍ ଯେଉଁଟା କୁହାଯାଏ, ଏପିଡାସ୍କୋପ୍, ସ୍ଲାଇଡ୍, ଏଗୁଡ଼ାକ ଆମେ ପ୍ରୋଜେକ୍ଟରେ ଦେଖାଇ ପାରିଥାଉ, ମାନେ ଏଗୁଡ଼ାକ ହେଉଛି ପ୍ରୋଜେକ୍ଟେଡ୍, ହଁ କି ନାହିଁ। କିନ୍ତୁ ଚାର୍ଟକୁ ଆମେ ପ୍ରୋଜେକ୍ଟରେ ଦେଖାଇ ପାରିବା କି? ଦେଖାଇ ପାରିବା ନାହିଁ। ଏଇଟା କେବଳ ଦୃଶ୍ୟ ଉପକରଣ, ହଁ କି ନାହିଁ। ତେଣୁକରି କେଉଁଟା ହେବ ଆନ୍ସର୍? ଅପସନ୍ ନମ୍ବର ବି, ଚାର୍ଟ ହେଉଛି ଆନ୍ସର୍। ନେକ୍ସଟ କ୍ୱେଶ୍ଚନକୁ ଆମେ ଯିବା। ଇଭିଏସ୍ରେ ଜ୍ଞାନ ଆହରଣ କରିବା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟି ଉପଯୁକ୍ତ ରଣନୀତି? ଆମେ ଇଭିଏସ୍ ପଢ଼ିବା ପରେ ଯେଉଁ ଜ୍ଞାନ ଆହରଣ ହେଇଥାଏ କେଉଁଟା ଠିକ୍? କାର୍ଯ୍ୟକଳାପ ଆଧାରିତ ଶିକ୍ଷଣ, ନା ସମସ୍ୟା ଆଧାରିତ ସମସ୍ୟା ସମାଧାନ, ନା ଅନୁସନ୍ଧାନ ଭିତ୍ତିକ ଶିକ୍ଷଣ, ନା ଏଗୁଡ଼ିକ ସମସ୍ତ? ଦେଖନ୍ତୁ ସବୁଗୁଡ଼ା ତ ହେଇଥାଏ ନା, କାର୍ଯ୍ୟକଳାପ ହେଇଥାଏ, ସମସ୍ୟା ସମାଧାନ ହେଇଥାଏ, ଅନୁସନ୍ଧାନ ମଧ୍ୟ କରାଯାଇଥାଏ। ତେଣୁକରି କେଉଁଟା ହେବ? ଅପସନ୍ ନମ୍ବର ଟି, ଏଗୁଡ଼ିକ ସମସ୍ତ। ନେକ୍ସଟ କ୍ୱେଶ୍ଚନକୁ ଯିବା ଆମେ। ଆଚ୍ଛା, ଏପଟ ସେପଟ ଅଛି, ଟିକେ ଦେଖିଦେବା କେଉଁଠି ଅଛି। ଏଗୁଡ଼ା ସବୁ କଣ୍ଟେଣ୍ଟ ପାର୍ଟ, ଆପଣ ପ୍ରାକ୍ଟିସ୍ କରିବେ। ଆମେ ଥିଓରି ପାର୍ଟ ସବୁଗୁଡ଼ା ଡିସ୍କସନ୍ କରିଦେବା। ଆଉ ଆପଣଙ୍କ ପାଇଁ ପ୍ଲେଲିଷ୍ଟ ମଧ୍ୟ ବନେଇ ଦେଇଛି, ଆପଣ ସେଗୁଡ଼ାକ ଦେଖିବେ, ଯେଉଁଟାକି ଥିଓରି ଡିସ୍କସନ୍ ହେଇଛି, ଥିଓରି ପାର୍ଟ ଟୋଟାଲ୍ ଡିସ୍କସନ୍ ହେଇଛି। ଆପଣ ସେଗୁଡ଼ାକ ଦେଖିକିରି ପ୍ରାକ୍ଟିସ୍ କରିବେ। ଠିକ୍ ଅଛି, ଦେଖନ୍ତୁ ଏ କ୍ୱେଶ୍ଚନକୁ ଯିବା। ଯେଉଁ ଶିକ୍ଷଣରେ ଶ୍ରେଣୀର ଶିକ୍ଷା ସମ୍ପୂର୍ଣ୍ଣ ଭାବରେ ଶିକ୍ଷକଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ତାକୁ କ'ଣ କୁହାଯାଏ? ଏଇଟା ପୁରା କଣ୍ଟ୍ରୋଲ କାହା ଦ୍ୱାରା ହେଉଛି? ନା ଶିକ୍ଷକ, ସବୁ ଜିନିଷ ଶିକ୍ଷକ କରୁଛନ୍ତି, ମାନେ ଅବଭିୟସଲି ଏଇଟା ହେଉଛି ଶିକ୍ଷକ କେନ୍ଦ୍ରିକ ହେବ ନା। ଯଦି ପିଲା କରିଥାନ୍ତେ ତାହେଲେ ଶିକ୍ଷାର୍ଥୀ କେନ୍ଦ୍ରିକ ହେଇଥାନ୍ତା। ଠିକ୍ ଅଛି, ତାହେଲେ କେଉଁଟା ଆନ୍ସର୍ ହେବ? ଅପସନ୍ ନମ୍ବର ଏ। ନେକ୍ସଟ କ୍ୱେଶ୍ଚନକୁ ଯିବା। ଏଇଟା ରହିଲା। ଯେଉଁମାନେ ବିଜ୍ଞାନର ସତ୍ୟତା ଅନୁସନ୍ଧାନ କରନ୍ତି ସେମାନେ କେଉଁ ପଦ୍ଧତି ବ୍ୟବହାର କରନ୍ତି? ଆପଣ ସତ୍ୟତାକୁ ଅନୁସନ୍ଧାନ କରୁଛନ୍ତି, ମାନେ କ'ଣ? ଆନାଲାଇସିସ୍ କରୁଛନ୍ତି ଆପଣ, ହଁ କି ନାହିଁ। ତାହେଲେ କେଉଁଟା ଆନ୍ସର୍ ହେବ? ନା ବିଶ୍ଳେଷଣ ପଦ୍ଧତି ଦ୍ୱାରା କରିଥାନ୍ତି। କେଉଁଟା? ବିଶ୍ଳେଷଣ ପଦ୍ଧତି ଦ୍ୱାରା, ଅପସନ୍ ନମ୍ବର ବି। ଆନାଲାଇସିସ୍ କରିକି ଆପଣ ବାହାର କରିବେ ନା, ଟ୍ରୁଥକୁ ଖୋଜୁଛନ୍ତି, ପୁରା ରିସର୍ଚ୍ଚ କରୁଛନ୍ତି ଆପଣ, ତାହେଲେ ବିଶ୍ଳେଷଣ ହେଉଛି ଠିକ୍ ଆନ୍ସର୍। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନକୁ ଯିବା। ଏଇଠି ଗୋଟେ ରହିଗଲା। ଲିଖିତ ବିବରଣୀରେ କେଉଁଟି ରହିବା ଉଚିତ ନୁହେଁ? ଲିଖିତ ବିବରଣୀ ମାନେ କ'ଣ? ଏନକଡୋଟାଲ୍ ରେକର୍ଡ଼। ଆମେ ଜାଣିଛେ ନା ଏନକଡୋଟାଲ୍ ରେକର୍ଡ଼ରେ ମାନେ କ'ଣ ଥାଏ କୁହନ୍ତୁ ନା। ଆମେ କିଛି ଜିନିଷକୁ ଅବଜରଭେସନ୍ କରିଥାଏ, ହଁ କି ନାହିଁ, ଏବଂ କିଛି ଲେଖିଥାଏ କିଛି ଇଏ ପାଇଁ, ଯେଉଁଥିରେ କି ଡେଟ୍ ରହିଥାଏ। କ'ଣ କ'ଣ ରହିଥାଏ? ଡେଟ୍ ରହିଥାଏ, ଟାଇମ୍ ଲେଖିଥାଏ, ଆମେ ଚାଇଲ୍ଡର ନେମ୍ ରହିଥାଏ, ଏଜ୍ ରହିଥାଏ, ଏବଂ ଯେଉଁଟା ଆମେ ଅବଜରଭେସନ୍ କଲେ ସେଇଟା ଆମେ ଲେଖିଥାଏ। ସେ ପାର୍ଟିସିପେଟ୍ କରୁଛି କି ନାହିଁ, କେତେ ଆନ୍ସର୍ ଦେଉଛି, କେତେ ଆନ୍ସର୍ ଦେଉନି, କେଉଁ କାମ କରୁଛି, କେଉଁଟା ତାଙ୍କର ପସନ୍ଦ ନାପସନ୍ଦ, ସେଗୁଡ଼ା ସବୁ ଲେଖା ହେଇଥାଏ। ତ ଏଇ 4ଟି ଯେଉଁ ଅପସନ୍ ଦେଇଛି ସିଏ କେଉଁଟା ରହିବା ଉଚିତ ନୁହେଁ ବୋଲି କହିଛି। ଦେଖନ୍ତୁ, ସମସ୍ୟାଜନିତ ପରିସ୍ଥିତି ଚିହ୍ନଟ କରିବା, ବିଚାର ବିବୃତ୍ତି କରିବା, ଶକ୍ତି ଓ ଦୁର୍ବଳତା ଚିହ୍ନଟ କରିବା, ପିଲାମାନଙ୍କର ଆଗ୍ରହ ଚିହ୍ନଟ କରିବା। ଦେଖନ୍ତୁ ଏଇ ଜିନିଷ ମୁଁ ଏଇନା କହିଲି କେଉଁଠି କ'ଣ ରହିଥାଏ। ତାହେଲେ ଆପଣ ଶକ୍ତି ଆଉ ଦୁର୍ବଳତା ଚିହ୍ନଟ ଏଠି ହେଇଥାଏ, ପିଲାମାନଙ୍କର ଆଗ୍ରହ ମଧ୍ୟ ଚିହ୍ନଟ ହେଇଥାଏ। କିନ୍ତୁ ଏଇ ଦୁଇଟା ହେବ କି? ଏଇଟା ଦରକାର ନାହିଁ ଆମର ବିବରଣୀରେ, ଲିଖିତ ବିବରଣୀରେ, ଯେଉଁ ଏନକଡୋଟାଲ୍ ରେକର୍ଡ଼ରେ ସମସ୍ୟାଜନିତ ପରିସ୍ଥିତି ଚିହ୍ନଟ କରିବା, ବିଚାର ବିବୃତ୍ତି କରିବା, ଏଗୁଡ଼ାକ ରହି ନଥାଏ। ତାହେଲେ କେଉଁଟା ଆନ୍ସର୍ ହେବ? ଅପସନ୍ ନମ୍ବର ଏ। ନେକ୍ସଟ କ୍ୱେଶ୍ଚନକୁ ଯିବା ଆମେ। ଏଗୁଡ଼ାକ ସବୁ ରହିଲା କ'ଣ ନା କଣ୍ଟେଣ୍ଟ ପାର୍ଟ ଗୁଡ଼ାକ। ଏଇଟା ଦେଖନ୍ତୁ, ନିମ୍ନସ୍ଥ କେଉଁଟି ସମୟରେଖାର ଏକ ପ୍ରକାର ହୋଇପାରେ? ମାନେ ଗୋଟେ ଟାଇପ୍ର ହେଇପାରିବ। ଠିକ୍ ଅଛି, ଯେଉଁଟାକୁ ଆମେ ବ୍ୟବହାର କରୁଛେ ସମୟରେଖା। ଆମେ ବ୍ୟବହାର କରୁଛେ ନା ପ୍ରୋଗ୍ରେସିଭ୍ ବା କ୍ରମବର୍ଦ୍ଧିଷ୍ଣୁ, ଚିତ୍ରିତ, ତୁଳନାତ୍ମକ, ଏହିପରିକା ଆମ ସମୟରେଖା 3 ପ୍ରକାର ସମୟରେଖା ଆମେ ବ୍ୟବହାର କରୁଛେ। ଠିକ୍ ଅଛି, ଏଇଟା ବି କରୁଛେ, ଏଇଟା ବି କରୁଛେ। ତେଣୁକରି କେଉଁଟା ହେବ? ଉପରୋକ୍ତ ସମସ୍ତ ଆମେ ବ୍ୟବହାର
କରିଥାଉ एका प्रकार से गुड़ाक सब। नेक्स्ट जीवा केउटी मान अनुजाई अंकित मानचित्र अटे। मान अनुजाई अंकित मानचित्र जोटा कि मान थाए ठीक अच्छे जोटा स्केल अनुसार कौटे देखई पारे राजनैतिक मानचित्र ना जलवायु मानचित्र ना स्थान वर्णन मानचित्र ना कौन सी नुहे। आपड़ जलवायु देखई पारे ना स्केल अनुसार स्थान वर्णन देखई पारे ना कौटे देखई पारे राजनैतिक मानचित्र आप देखई पारे जो कौन देखई पारे ना स्केल अनुसार से होता है ठीक अच्छे। ऑप्शन नंबर ए। नेक्स्ट क्वेश्चन को जीवा क्यों मनोविज्ञानी इतिहास शिक्षण पाई प्रथमे क्षेत्र भ्रमण पद्धतिर सूत्रपात करथिले। क्षेत्र भ्रमण कथा कुहाइछि बा फील्ड ट्रिप्स कथा कुहाइछि किए करथिले ना होछि जॉन ड्यूई ठीक अछि। जॉन ड्यूई करथिले से प्रोजेक्ट मध्य आरंभ करथिले किलपाट्रिक मध्य ठीक अछि। ताले कोटे आंसर हबो ऑप्शन नंबर ए जॉन ड्यूई ठीक अछि। एडा रहला होछि कंटेंट पार्ट आपण एगुड़ा को प्रैक्टिस बहुल मात्रा रे करिवे। हाँ ये गोटे रहीगला देखो गोष्ठी कार्य मध्यम ईवीएस शिखिबार नियोजित पिलामानंकर सामाजिक व्यक्तिगत गुणगुड़िक मूल्यांकन पाई निम्नलिखित उपकरण गुड़िक मध्यरु केउटी उपयुक्त हबो। देखंतु ईवीएस शिखिबो कोठी ना सामाजिक व्यक्तिगत गुणावली जोटा कि विकास हो पारिबो ठीक अछि। मूल्यांकन करा जिवो कोथिरे करा जाय पारिबो मूल्यांकन मापकाठी साहाय्य ना मौखिक परीक्षा द्वारा लिखित परीक्षा द्वारा ना असाइनमेंट द्वारा। आम पूरा सोशल पर्सनल क्वालिटी देखुचे एसेसिंग करवा मूल्यांकन करवा क्या द्वारा करें मौखिक आप केवल पचारे से आप जानीपारे कि पर्सनल गुण गुड़िक सोशल पर्सनल क्वालिटी गुड़ाक जानीपारे लिखित जानीपारे ना मूल्यांकन मापकाठी साहाय्य आप करें कि करें ना हाँ कि नहीं ताले कौ द्वारा जानीपारे ना असाइनमेंट साहाय्य आप जानीपारे से केते मिसुची केते सोशल काम करि पारिछि एवं सोशल रे कौन कौन सब सी संरक्षण करके आनी पारिछि ठीक अछि। ताले सेही पर्सनल क्वालिटीटा आपण जानी परिबे असाइनमेंट साहाय्य रे। ताले कोड आंसर हला ऑप्शन नंबर ए। रेटिंग स्केल तो हम रेट दे थांती ए बी सी केते केते रेटिंग 5 रेटिंग 4 रेटिंग 3 रेटिंग अंशग्रहण कला कि नाही हो कि नहीं। ताले एतिकरे समाप्त होला आज सेशन टी। जदि आपको भल लगिला लाइक शेयर करने जमार भूलें आउ जदि आप पूर्व वीडियो गुड़ी देखी ना निश्चित भाव में देखूँ एवं थ्योरी पार्ट को भल भाव में पढ़ु जो थे कि गोटे हेले क्वेश्चन मिस जीव ना। फास्ट थ्योरी क्लीयर हूँ तेज क्वेश्चन आंसर करूँ ठीक अच्छे। थैंक यू जय जगन्नाथ थैंक यू।